Hello friends, this is Vasudev Panda. Welcome to Master of English. ପିଲାମାନେ ସୋସିଓଲୋଜି MCQ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସେଟ୍ 2 ଗତକାଲି ମୁଁ ତୁମକୁ ସେଟ୍ 1 ଆଲୋଚନା କରିଥିଲି। ତଥାପି ସମୟ ଅସୁବିଧା ଦୃଷ୍ଟିରୁ ସମୟ କମ୍ ଦୃଷ୍ଟିରୁ ତୁମକୁ ମୁଁ ବେଶୀ କରିକି ଦେଇପାରିଲି ନାହିଁ। ତ এই ଭିଡ଼ିଓରେ ପିଲେ ଆମେ ଦେଖିବା 50ଟି ଗୁରୁତ୍ୱପୂର୍ଣ୍ଣ MCQ ପ୍ରଶ୍ନ ଆସନ୍ତା ପରୀକ୍ଷା ପାଇଁ ଆଉ କିଛି ସମୟ ପରେ ପରୀକ୍ଷା ଅଛି। ତ ଯଦି ନୂଆ ଦେଖୁଛେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବାନି, ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରିଦେବା ଯାହାଫଳରେ ସମସ୍ତଙ୍କ ପାଖରେ ପହଞ୍ଚି ପାରିବ। ତାହେଲେ ଯିବା ସିଧା ମୋବାଇଲ ସ୍କ୍ରିନ୍କୁ ଦେଖିବା ପ୍ରଥମ ପ୍ରଶ୍ନଟି ହେଲା ପିଲେ। ପ୍ରଥମ ପ୍ରଶ୍ନ ହେଲା ଭୂମିପୁତ୍ର କାହାର ତତ୍ତ୍ୱ ଅଟେ? ଅପସନ୍ ଗୁଡ଼ିକ ହେଲା ଭାଷାଗତ, ଆଞ୍ଚଳିକତାବାଦ, ଜାତିବାଦ, ସାମ୍ପ୍ରଦାୟିକତାବାଦ। ତାହେଲେ ପିଲେ ଭୂମିପୁତ୍ରଟା କାହାର ତତ୍ତ୍ୱ? ଆଞ୍ଚଳିକତାବାଦର ତତ୍ତ୍ୱ। ତାହେଲେ ବିଟା ହେଉଛି ଠିକ୍ ଉତ୍ତର। 2 ନମ୍ବର ପ୍ରଶ୍ନ, ଅସ୍ପୃଶ୍ୟତା ନିରୋଧ ଆଇନ କେଉଁ ମସିହାରେ ପ୍ରଣୟନ ହୋଇଥିଲା? ଅପସନ୍ ଗୁଡ଼ିକ ହେଲା 1960, 1955, 1950, 1965। ତାହେଲେ ଠିକ୍ ଉତ୍ତର ହେଉଛି ଅସ୍ପୃଶ୍ୟତା ନିରୋଧ ଆଇନ 1955 ମସିହାରେ ପ୍ରଣୟନ ହୋଇଥିଲା। ବିଟା ହେଉଛି ଠିକ୍ ଉତ୍ତର। 3 ନମ୍ବର ପ୍ରଶ୍ନ ଏବେ ଦେଖିବା। ଭାରତରେ ହିନ୍ଦୁମାନଙ୍କର ସଂଖ୍ୟା ସମୁଦାୟ ଜନସଂଖ୍ୟାର କେତେ ଭାଗ ଅଟେ? 80 ଭାଗ, 82 ଭାଗ, 85 ଭାଗ, 70 ଭାଗ। ତାହେଲେ ପ୍ରଶ୍ନ କ'ଣ? ଭାରତର ହିନ୍ଦୁମାନଙ୍କର ସଂଖ୍ୟା ସମୁଦାୟ ଜନସଂଖ୍ୟାର କେତେ ଭାଗ ଅଟେ? କେତେ ଭାଗ ଅଟେ ପିଲେ? ପାଖାପାଖି 82 ଭାଗ ଅଟେ। ତାହେଲେ କେଉଁଟା ଠିକ୍ ଉତ୍ତର? ବି 82 ଇଜ୍ ଦ ରାଇଟ୍ ଆନ୍ସର୍। 4 ନମ୍ବର ପ୍ରଶ୍ନ, ଭାରତ ଭାଷାର ଏକ ସଂଗ୍ରହାଳୟ ଏହା କିଏ କହିଥିଲେ? ଅପସନ୍ ଗୁଡ଼ିକ ହେଲା AR ଦେଶାଇ, JH ହଟନ୍, CH କୁଲେ, GS ଘୋରେ। ତାହେଲେ କିଏ କହିଥିଲେ ପିଲେ? ହଁ, ୟୁ ଆର୍ ରାଇଟ୍। ଅପସନ୍ ଏ AR ଦେଶାଇ ଏ କଥା କହିଥିଲେ ଭାରତ ଭାଷାର ଏକ ସଂଗ୍ରହାଳୟ ବୋଲି। 5 ନମ୍ବର ପ୍ରଶ୍ନ, ଭାରତ ସର୍ବଦା ଗ୍ରାମମାନଙ୍କର ଦେଶ ଏହା କିଏ କହିଥିଲେ? ଅପସନ୍ ହେଲା ଏ ଜବାହରଲାଲ ନେହେରୁ, ବି ମହାତ୍ମା ଗାନ୍ଧୀ, ସି ସୁଭାଷ ଚନ୍ଦ୍ର ବୋଷ, ଡି ୱେବର। ତାହେଲେ ଏହା କିଏ କହିଥିଲେ ପିଲେ? ଏହା କୁହାଯାଇଥିଲା ୱେବରଙ୍କ ଦ୍ୱାରା। ଭାରତ ସର୍ବଦା ଗ୍ରାମମାନଙ୍କର ଦେଶ ବୋଲି ୱେବର କହିଥିଲେ। ଡିଟା ହେଉଛି ଠିକ୍ ଉତ୍ତର। 6 ନମ୍ବର ପ୍ରଶ୍ନ, ଆମ ସମ୍ବିଧାନର ଜନଜାତିମାନଙ୍କୁ କ'ଣ କୁହାଯାଇଛି? ଏ ଗିରିଜନ, ବି ହରିଜନ, ସି ତଫସିଲଭୁକ୍ତ ଜାତି, ଡି ତଫସିଲଭୁକ୍ତ ଜନଜାତି। ତାହେଲେ କ'ଣ କୁହାଯାଇଛି ପିଲେ? ଆମ ସମ୍ବିଧାନରେ ଜନଜାତିମାନଙ୍କୁ ତଫସିଲଭୁକ୍ତ ଜନଜାତି ବୋଲି କୁହାଯାଏ। ତାହେଲେ ଡିଟା ହେଉଛି ଠିକ୍ ଉତ୍ତର। 7 ନମ୍ବର ପ୍ରଶ୍ନ, ତରୁଆଡ଼ର ମୁଖ୍ୟ ପରିଚାଳକଙ୍କୁ କ'ଣ କୁହାଯାଏ? ଇଲମ, ଟେବାଜି, କର୍ଣ୍ଣବାଣ, କେଉଁଟି ନୁହେଁ। ତାହେଲେ କ'ଣ କୁହାଯାଏ ପିଲେ? ତରୁଆଡ଼ର ମୁଖ୍ୟ ପରିଚାଳକଙ୍କୁ କର୍ଣ୍ଣବାଣ ବୋଲି କୁହାଯାଏ। ସିଟା ହେଉଛି ଠିକ୍ ଉତ୍ତର। 8 ନମ୍ବର ପ୍ରଶ୍ନ, ନିମ୍ନଲିଖିତ ଲକ୍ଷଣ ଗୁଡ଼ିକ ମଧ୍ୟରୁ କେଉଁଟି ଜନଜାତିର ଲକ୍ଷଣ ଅଟେ? ଏ ସ୍ତରୀକରଣ, ବି ଉଚ୍ଚଶିକ୍ଷା, ସି ନିର୍ଦ୍ଦିଷ୍ଟ ଭୂଖଣ୍ଡ, ଡି ବୃତ୍ତି ନିର୍ବାଚନ। ତାହେଲେ କେଉଁଟା ହେବ ପିଲେ? ଆମେ ଜାଣିଛେ ଯେ ଜନଜାତିମାନେ ଗୋଟେ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ଅବସ୍ଥାପିତ ହୋଇଥାନ୍ତି। ତାହେଲେ ସିଟା ହେଉଛି ଠିକ୍ ଉତ୍ତର। ନିର୍ଦ୍ଦିଷ୍ଟ ଭୂଖଣ୍ଡ ହେଉଛି ଠିକ୍ ଉତ୍ତର। 9 ନମ୍ବର ପ୍ରଶ୍ନ, ହୀନଯାନ ଓ ମହାଯାନ କେଉଁ ଧର୍ମର ଦୁଇଟି ସମ୍ପ୍ରଦାୟ ଅଟେ? ହୀନଯାନ ଓ ମହାଯାନ ବୌଦ୍ଧ ଧର୍ମର ଦୁଇଟି ସମ୍ପ୍ରଦାୟ ଅଟେ। ତାହେଲେ ବିଟା ହେଉଛି ଠିକ୍ ଉତ୍ତର। 10 ନମ୍ବର ପ୍ରଶ୍ନ, ଶିଳ୍ପାୟନ କହିଲେ କ'ଣ? ନୂତନ ଶିଳ୍ପ ଗଢ଼ି ଉଠିବା, ନୂତନ ଶିଳ୍ପର ପରିବର୍ତ୍ତନ ହେବା, ଶିଳ୍ପ ବିକାଶ ହେବା, ଶିଳ୍ପ ଅଭିବୃଦ୍ଧି ହେବା। ତାହେଲେ କ'ଣ? ଶିଳ୍ପାୟନ କହିଲେ ନୂତନ ଶିଳ୍ପ ଗଢ଼ି ଉଠିବାକୁ ଶିଳ୍ପାୟନ କୁହାଯାଏ। ତାହେଲେ ଏଇଟା ହେଉଛି ଠିକ୍ ଉତ୍ତର। 11 ନମ୍ବର ପ୍ରଶ୍ନ, ଜଗତୀକରଣ ଶବ୍ଦର ବ୍ୟବହାର କିଏ କରିଥିଲେ? AC ଦୁବେ, MN ଶ୍ରୀନିବାସ, AR ଦେଶାଇ, ରୋନାଲ୍ଡ ରବର୍ଟସନ୍। ଏଗୁଡ଼ିକ ହେଉଛି ତୁମର ଅପସନ୍। ତାହେଲେ ପିଲେ ଆମେ ଜାଣିଛେ ଯେ ଜଗତୀକରଣ ଶବ୍ଦର ବ୍ୟବହାର ପ୍ରଥମେ ରୋନାଲ୍ଡ ରବର୍ଟସନ୍ କରିଥିଲେ। ତାହେଲେ ଡିଟା ହେଉଛି ଠିକ୍ ଉତ୍ତର। 12 ନମ୍ବର ପ୍ରଶ୍ନ, ଭାରତ ସରକାର ପ୍ରଥମ ଶିଳ୍ପ ନୀତି କେବେ ଘୋଷଣା କରିଥିଲେ? ଅପସନ୍ ହେଲା 1947, 1956, 1948, 1950। ତାହେଲେ ଠିକ୍ ଉତ୍ତର ହେଉଛି ଯେ 1948 ମସିହାରେ ପ୍ରଥମ ଶିଳ୍ପ ନୀତି ଘୋଷଣା କରାଯାଇଥିଲା। ସିଟା ହେଉଛି ଠିକ୍ ଉତ୍ତର। 13 ନମ୍ବର ପ୍ରଶ୍ନ, ନୀଳ ଆନ୍ଦୋଳନ କେବେ ସଂଗଠିତ ହୋଇଥିଲା? ଅପସନ୍ ହେଲା ଏ 1859, ବି 1875, ସି 1870, ଡି ଏ ସମସ୍ତ। ତାହେଲେ 13 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ନୀଳ ଆନ୍ଦୋଳନ 1859 ମସିହାରେ ସଂଗଠିତ ହୋଇଥିଲା। ଏଇଟା ହେଉଛି ଠିକ୍ ଉତ୍ତର। 14 ନମ୍ବର ପ୍ରଶ୍ନ, ଭାରତର କେଉଁ ଜାଗାରେ ଜନଜାତି ଆନ୍ଦୋଳନ ସଂଗଠିତ ହୋଇଥିଲା? ଏ ରାମପୁର, ବି ଦିନାଜପୁର, ସି ବିଶୁପୁର, ଡି ଏ ସମସ୍ତ। ତାହେଲେ କ'ଣ ଉତ୍ତରଟା କେଉଁଟା ହେବ?
এটা রামপুরে भी ହେଇଥିଲା ବିଶୁପୁରରେ ବି ହେଇଥିଲା ଦିନାଜପୁରରେ ବି ହେଇଥିଲା ତାହେଲେ କ'ଣ ହେବ ଏ ସମସ୍ତ ଡିଟା ହେଉଛି ଠିକ୍ ଉତ୍ତର 15 ନମ୍ବର ପ୍ରଶ୍ନ ଗ୍ରାମ୍ୟ ସମୁଦାୟର ସ୍ତରୀକରଣ ବ୍ୟବସ୍ଥା କାହା ଉପରେ ପ୍ରତିଷ୍ଠିତ ଅପସନ୍ ଗୁଡ଼ିକ ହେଲା ଏ ଜନଜାତି ବି ଜାତି ବ୍ୟବସ୍ଥା ସି ଶ୍ରେଣୀ ବ୍ୟବସ୍ଥା ଡି ଇଷ୍ଟେଟ୍ ପ୍ରଥା ତାହେଲେ କ'ଣ କୁହାଯିବ ପିଲେ ଉତ୍ତର ସ୍ତରୀକରଣ ବ୍ୟବସ୍ଥା କାହା ଉପରେ ପ୍ରତିଷ୍ଠିତ ଜାତି ବ୍ୟବସ୍ଥା ଆମେ ଯେଉଁ ସ୍ତର ସମାଜରେ ନିର୍ଣ୍ଣୟ କରୁଛୁ ଗ୍ରାମ୍ୟ ମାନଙ୍କରେ ଜାତି ବ୍ୟବସ୍ଥା ଉପରେ ଡିପେଣ୍ଡ କରୁଛି ତାହେଲେ ବିଟା ହେଉଛି ଠିକ୍ ଉତ୍ତର 16 ନମ୍ବର ପ୍ରଶ୍ନ ନିମ୍ନଲିଖିତ ମଧ୍ୟରୁ କେଉଁଟି ମୁସଲମାନ ଧର୍ମର ଏକ ସମ୍ପ୍ରଦାୟ ଅଟେ ଏ ଆର୍ଯ୍ୟ ସମାଜ ବି ସୁନି ସି ହୀନଯାନ ଡି ଦିଗମ୍ବର ପିଲେ କେଉଁଟା ହେବ ସୁନି ଆଉ ସୁଫି ନାଇଁ କି এই দুইটা মুসলমান ধর্মর সম্প্রদায় তাহলে বি সুনিটা ହେଉଛି ঠিক উত্তর 17 নম্বর প্রশ্ন নিম্নলিখিত ମଧ୍ୟରୁ କେଉଁଟି ହିନ୍ଦୁ ଧର୍ମର ଅନ୍ୟ ପ୍ରମୁଖ ସମ୍ପ୍ରଦାୟ ଅଟେ ଏ ଆର୍ଯ୍ୟ ସମାଜ ବି ସୁନି ସି ଶୈବ ଡି ଦିଗମ୍ବର ହିନ୍ଦୁ ଧର୍ମର ଦୁଇଟା ମୁଖ୍ୟ ସମ୍ପ୍ରଦାୟ ହେଉଛି ଶୈବ ଆଉ ଶାକ୍ତ ବୈଷ୍ଣବ ବି ଅଛି ତାହେଲେ ଏଠି କେଉଁଟା ହେବ ଶୈବଟା ହେଉଛି ଠିକ୍ ଉତ୍ତର ସି 18 নম্বর প্রশ্ন নিম্নলিখিত ମଧ୍ୟରୁ କେଉଁଠି ଶିଖ ଧର୍ମର ଏକ ସମ୍ପ୍ରଦାୟ ଅଟେ ଆର୍ଯ୍ୟ ସମାଜ ବି ବୈଷ୍ଣବ ସି ଶୈବ ଡି ଦିଗମ୍ବର ତାହେଲେ 18 নম্বର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ଶିଖ ଧର୍ମରେ ବୈଷ୍ଣବ ନାମକ ଏକ ସମ୍ପ୍ରଦାୟ ବି ଅଛି ତାହେଲେ କେଉଁଟା ବିଟା ହେବ ଠିକ୍ ଉତ୍ତର 19 নম্বର ପ୍ରଶ୍ନ ନିମ୍ନଲିଖିତ ମଧ୍ୟରୁ କେଉଁଠି ଖ୍ରୀଷ୍ଟ ଧର୍ମର ଏକ ସମ୍ପ୍ରଦାୟ ଅଟେ ପ୍ରୋଟେଷ୍ଟାଣ୍ଟ ବୈଷ୍ଣବ ଶୈବ ଦିଗମ୍ବର তাহলে কোটা ঠিক উত্তর পিলে প্রটেস্টান্ট হচ্ছে ঠিক উত্তর এ 20 নম্বর প্রশ্ন নিম্নলিখিত মধ্যরু কেউটি জৈন ধর্মর এক সম্প্রদায় অটে 20 নম্বর প্রশ্ন আর্য সমাজ সুন্নি হীনযান ডি দিগম্বর এগুড়ি হচ্ছে তুম অপশন তাহলে আমি জানিছে দিগম্বর হেউছি জৈন ধর্মর এক সম্প্রদায় ডিটা হচ্ছে ঠিক উত্তর এবে দেখিবা 21 নম্বর প্রশ্ন ইসলাম সম্প্রদায়ର ଲୋକମାନେ କାହାକୁ ଧର୍ମଗ୍ରନ୍ଥ ରୂପେ ମାନନ୍ତି ଏ କୁରାନ ବି ବାଇବେଲ ସି ଗ୍ରନ୍ଥ ସାହେବ ଏ ସମସ୍ତ ବାଇବେଲ ହେଉଛି ଖ୍ରୀଷ୍ଟିଆନ ମାନଙ୍କର ଧର୍ମଗ୍ରନ୍ଥ ଗ୍ରନ୍ଥ ସାହେବ ହେଉଛି ଶିଖ ମାନଙ୍କର ତାହେଲେ କେଉଁଟା ରହିଲା କୁରାନ ତାହେଲେ ଏଟା ହେଉଛି ଠିକ୍ ଉତ୍ତର 22 নম্বর প্রশ্ন বহু ঈশ্বরবাদ কেଉଁ ধর্মରେ ପ୍ରଚଳିତ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ଏ ସମସ୍ତ তাহলে কেউ ধর্ম পিলে আমার ধর্ম হিন্দু ধর্ম নেই 33 কোটি দেবতা বলে লোক কহନ୍ତି তাহলে এটা হচ্ছে ঠিক উত্তর 23 নম্বর প্রশ্ন এবে দেখিবা আমি প্রতিমা পূজা কেউ ধর্মর অংশ বিশেষ নুহে নুহে এ হিন্দু বি ইসলাম সি বৌদ্ধ ডি এ সমস্ত তাহলে ইসলাম ধর্মরে প্রতিমা পূজার ব্যবস্থা ନାହିଁ ঠিক উত্তর হচ্ছে বি 24 নম্বর প্রশ্ন নিম্নোক্ত ମଧ୍ୟରୁ କେଉଁ ସମାଜ ବିଜ୍ଞାନୀ ଗ୍ରାମ ଓ ସହର ମଧ୍ୟରେ କେତେଗୁଡ଼ିଏ ପ୍ରଭେଦ ଦର୍ଶାଇଛନ୍ତି ଅପସନ୍ ଗୁଡ଼ିକ ହେଲା ସି ସି ଜିମରମ୍ୟାନ୍ ଜେ ବି ଆମ୍ବେଦକର ଏଲ୍ଡ୍ରିନ୍ ଡି ଫ୍ରେଜର ତାହେଲେ କିଏରେ ପିଲେ ଉତ୍ତର ହେଉଛି ସି ସି ଜିମରମ୍ୟାନ୍ 25 নম্বর ପ୍ରଶ୍ନ ଏବେ ଦେଖିବା ନିମ୍ନୋକ୍ତ ମଧ୍ୟରୁ ଗ୍ରାମୀଣ ପରିବାର ହେଉଛି ମୁଖ୍ୟତଃ କେଉଁ ପରିବାର ଏ ଏକକ ପରିବାର ବି ଯୌଥ ପରିବାର ସି ମିଶ୍ରିତ ପରିବାର ଡି ଯୌଗିକ ପରିବାର ग्रामीण परिवार होची कि प्रकार परिवार पिले चौथ परिवार बी जॉइंट फैमिली होची ठीक उत्तर 26 নম্বর प्रश्न इंडियन विलेज पुस्तक रचयिता किए एस सी दुबे एम एन श्रीनिवास आर एन शर्मा बोगा डैश ताहले इंडियन विलेज पुस्तक किए लिखिते पिले एस सी दुबे लिखिते एटा होची ठीक उत्तर 27 নম্বর प्रश्न जाति प्रथार एक विशेष परिवर्तन कौन ए सांस्कृतिक परिवर्तन बी जाति संरचना परिवर्तन सी शिक्षागत परिवर्तन ডি রাজনৈতিক পরিবর্তন তাহলে বিশেষ পরিবর্তনটা কোন জাতি প্রথারে এটা হচ্ছে জাতি সংরচনারে পরিবর্তন 28 নম্বর প্রশ্ন ଏବେ ଦେଖିବା ଆମେ জাতি প্রথাକୁ প্রভাবিত କରୁଥିବା ଉପାଦାନଟି কোন শিল্পকরণ মানসিক নিরাপত্তা প্রদান বৃত্তি স্থিরীকରଣ সামাজিক নিরাপত্তা তাহলে 28 নম্বর প্রশ্নর ঠিক উত্তর হচ্ছে কোটা শিল্পকরণ পিলে বর্তমান দেখিবা 29 নম্বর প্রশ্ন জাতি এক ড্যাশ সামাজিক সমূহ নির্দিষ্ট সংখ্যা সাধারণ খাদ্য কৌলিক বৃত্তি কোটা ঠিক উত্তর পিলে
ଜାତି ଏକ କୌଳିକ ବୃତ୍ତି ବୃତ୍ତି ଅନୁସାରେ ଜାତି ସ୍ଥିରୀକୃତ ହେଇଥାଏ। ତାହେଲେ ଡିଟା ହେଉଛି ଠିକ୍ ଉତ୍ତର। 30 নম্বର ପ୍ରଶ୍ନ, ଜାତିର ଉଚ୍ଚ ନିଚ କ୍ରମ ପାଇଁ ଭାବନା କାହା ଉପରେ ପର୍ଯ୍ୟବେସିତ? ଏ ପବିତ୍ର ଅପବିତ୍ର, ବି ସାନ ବଡ଼, ସି ଧନୀ ଗରିବ, ଡି ଗୋରା କଳା। 30 নম্বର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ଜାତିର ଉଚ୍ଚ ନିଚ କ୍ରମ ପବିତ୍ର ଅପବିତ୍ର ଭାବନା ଉପରେ ପର୍ଯ୍ୟବେସିତ। ଏଇଟା ହେଉଛି ଠିକ୍ ଉତ୍ତର। 31 নম্বର ପ୍ରଶ୍ନ, ନିମ୍ନଲିଖିତ ଲକ୍ଷଣ ମଧ୍ୟରୁ ଜାତିର ଲକ୍ଷଣ କିଏ? ଏ ଧାର୍ମିକ ସମୂହ, ବି ନିର୍ଦ୍ଦିଷ୍ଟ ସଂଖ୍ୟା, ସି ସାଧାରଣ ଖାଦ୍ୟ, ଡି କୌଳିକ ବୃତ୍ତି। ଟିକେ ଆଗରୁ ଆମେ ଆଲୋଚନା କରୁଥିଲେ, ତାହେଲେ କେଉଁଟା ଉତ୍ତର ହେବ? ଡି କୌଳିକ ବୃତ୍ତିଟା ହେଉଛି ଠିକ୍ ଉତ୍ତର। 32 নম্বର ପ୍ରଶ୍ନ ଏବେ ଦେଖିବା, ମୋବାଇଲ ସ୍କ୍ରିନ୍ ଉପରେ ଅଛି ତୁମମାନଙ୍କ ପାଇଁ। ଗୋଟିଏ ଜାତିର ବୟସ୍କ, ମୁରବୀ ଓ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କୁ ନେଇ ଗଠିତ ସଂଗଠନକୁ କ'ଣ କୁହାଯାଏ? ଏ ଜାତି ସମୂହ, ବି ବଂଶ, ସି ଜାତି ପଞ୍ଚାୟତ, ଡି ଶ୍ରେଣୀ ସମୂହ। ତାହେଲେ କ'ଣ କୁହାଯାଏ ପିଲେ? ଜାତି ପଞ୍ଚାୟତ ବୋଲି କୁହାଯାଏ। ସେଇଟା ହେଉଛି ଠିକ୍ ଉତ୍ତର। 33 নম্বର ପ୍ରଶ୍ନ ଦେଖିବା, କାହା ମତରେ ଜାତୀୟ ସଂହତି ଏକ ମନୋବୈଜ୍ଞାନିକ ଏବଂ ଶୈକ୍ଷଣିକ ପ୍ରକ୍ରିୟା ଯହିଁରେ ଏକତା, ଦୃଢ଼ତା ଏବଂ ପାରସ୍ପରିକ ସମ୍ପର୍କ ପ୍ରତିଷ୍ଠା ଆଦି ଭାବନାର ବିକାଶ ସଂଶ୍ଳିଷ୍ଟ ଥାଏ ଓ ଲୋକମାନଙ୍କ ମଧ୍ୟରେ ସାଧାରଣ ନାଗରିକ ଭାବନା ତଥା ଜାତି ପ୍ରତି ଆନୁଗତ୍ୟ ଦେଖିବାକୁ ମିଳିଥାଏ? ଅପସନ୍ ଗୁଡ଼ିକ ହେଲା ଡକ୍ଟର ଘୁରେ, ହୁମାୟୁନ୍ ଦୁର୍ଖିମ୍, ମାର୍କସ୍ ୱେବର, ଏ ସମସ୍ତେ। ତାହେଲେ 33 নম্বର ପ୍ରଶ୍ନର ଠିକ୍ ଉତ୍ତର ହେଉଛି এই কথাটা ଡକ୍ଟର ଘୁରେ କହିଥିଲେ। 34 নম্বର ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ ଜାତୀୟ ସଂହତିର ଲକ୍ଷଣ କେଉଁଟି? ଏ ସାମାଜିକ ମନୋବୈଜ୍ଞାନିକ ପ୍ରକ୍ରିୟା, ବି ବହୁମୁଖୀ ପ୍ରକ୍ରିୟା, ସି ଗଣତନ୍ତ୍ର ଓ ଧର୍ମନିରପେକ୍ଷତା ପ୍ରତିଷ୍ଠା, ଏ ସମସ୍ତ। ତାହେଲେ କେଉଁଟା ହେବ ପିଲେ? এই ସମସ୍ତ ଜିନିଷ ଜାତୀୟ ସଂହତିର ଲକ୍ଷଣ ଅଟେ। ଡିଟା ହେଉଛି ଠିକ୍ ଉତ୍ତର। 35 নম্বର ପ୍ରଶ୍ନ, ସାମ୍ପ୍ରଦାୟିକତା ଏକ କ'ଣ? ସାମ୍ପ୍ରଦାୟିକତା କହିଲେ କ'ଣ? ଏ ସାମ୍ପ୍ରଦାୟିକ ଉତ୍ତେଜନା, ବି ରାଜନୈତିକ ଶୋଷଣ, ସି ଧର୍ମ ଭିତ୍ତିରେ ସଂଜ୍ଞାବଦ୍ଧ, ଡି ଏ ସମସ୍ତ। ତାହେଲେ କେଉଁଟା ହେବ? ଡି ଏ ସମସ୍ତ ହେଉଛି ଠିକ୍ ଉତ୍ତର। 36 নম্বର ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ ସାମ୍ପ୍ରଦାୟିକତାର ଲକ୍ଷଣ କେଉଁଟି? ଏ ସର୍ବସାଧାରଣକୁ ଦଙ୍ଗା ଆଡ଼କୁ ଟାଣି ନେଇଥାଏ, ବି ଏକକ ନୀତି, ସି ରାଜନୈତିକ ଏକତା, ଡି ଏ ସମସ୍ତ। ତାହେଲେ କ'ଣ ହୁଏ ପିଲେ? ସାମ୍ପ୍ରଦାୟିକତା ଲକ୍ଷଣ ସର୍ବସାଧାରଣକୁ ଦଙ୍ଗା ଆଡ଼କୁ ଟାଣି ନେଇଥାଏ। ଏଇଟା ହେଉଛି ଠିକ୍ ଉତ୍ତର। ପିଲେ ବର୍ତ୍ତମାନ ଦେଖିବା 37 নম্বର ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ ସାମ୍ପ୍ରଦାୟିକତାବାଦର କାରଣ କେଉଁଟି? ଏ ଐତିହାସିକ ପୃଷ୍ଠଭୂମି, ବି ସାମାଜିକ ପୃଷ୍ଠଭୂମି, ସି ବ୍ୟକ୍ତିଗତ ପୃଷ୍ଠଭୂମି, ଡି ଏ ସମସ୍ତ ନୁହେଁ। ତାହେଲେ ଠିକ୍ ଉତ୍ତର କ'ଣ ପିଲେ? ସାମ୍ପ୍ରଦାୟିକତାବାଦର କାରଣ ହେଉଛି ଐତିହାସିକ ପୃଷ୍ଠଭୂମି। ଏ 38 নম্বର ପ୍ରଶ୍ନ, ନିମ୍ନ ପ୍ରଦତ୍ତ କେଉଁ ଶବ୍ଦରୁ ଜାତି ସମ୍ପ୍ରତ୍ୟୟଟି ଆସିଅଛି? ଏ କାଷ୍ଟେ, ବି କାଷ୍ଟା, ସି ରେସ୍, ଡି ବ୍ରିଡ୍। ଆମେ ଜାଣିଛେ ବି କାଷ୍ଟାରୁ କାଷ୍ଟ ଶବ୍ଦଟା ଆସିଛି, ଜାତି ଶବ୍ଦଟି ଆସିଛି। 39 নম্বର ପ୍ରଶ୍ନ, ଜଣଙ୍କର ଶ୍ରେଣୀ ପ୍ରସ୍ତୁତି ଉତ୍ପାଦନର ଉତ୍ପାଦକ ସହ ଥିବା ଏହାର ସମ୍ପର୍କ ଦ୍ୱାରା ନିର୍ଦ୍ଧାରଣ ହୋଇଥାଏ। ଶ୍ରେଣୀ ମୁଖ୍ୟତଃ ଅଧିକୃତ ଧନ ସମ୍ପଦ, ବୃତ୍ତି ଏବଂ ଆୟ ଆଦି କେତେକ ଆର୍ଥିକ ମାନଦଣ୍ଡ ଦ୍ୱାରା ସ୍ଥିର ହୋଇଥାଏ। ଏହା କିଏ କହିଥିଲେ? ଅପସନ୍ ଗୁଡ଼ିକ ହେଲା ଏ କାର୍ଲ ମାର୍କସ୍, ବି ମକାଇଭ, ସି ମାର୍କସ୍ ୱେବର, ଡି ଅକ୍ସବର୍ନ। ତାହେଲେ ଏଇଟା କିଏ କହିଥିଲେ ପିଲେ? ୟେସ୍, ଏଇଟା କାର୍ଲ ମାର୍କସ୍ କହିଥିଲେ। ଏଇଟା ହେଉଛି ଠିକ୍ ଉତ୍ତର। 40 নম্বର ପ୍ରଶ୍ନ, ନିମ୍ନଲିଖିତ ମଧ୍ୟରେ କିଏ ପୁନର୍ଜନ୍ମରେ ବିଶ୍ୱାସ ରଖିଥାଏ? ଏ ଶ୍ରେଣୀ, ବି ଜାତି, ସି ରାଜନୈତିକ ସଂଗଠନ, ଡି ଖ୍ରୀଷ୍ଟ ଧର୍ମ। ତାହେଲେ 40 নম্বର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ପିଲେ ଜାତି। ଜାତି ଜାତି ପୁନର୍ଜନ୍ମରେ ବିଶ୍ୱାସ ରଖିଥାଏ। ବିଟା ହେଉଛି ଠିକ୍ ଉତ୍ତର। 41 নম্বର ପ୍ରଶ୍ନ, ବିଭିନ୍ନ ସୁବିଧା ସୁଯୋଗ ପ୍ରାପ୍ତି ପାଇଁ ସମ୍ବିଧାନର 8ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ଥିବା ବିଭିନ୍ନ ଅନୁନ୍ନତ ଜାତିମାନଙ୍କୁ କ'ଣ କହନ୍ତି? ଏ ଅନୁସୂଚିତ ଜାତି, ବି ଜାତି ପଞ୍ଚାୟତ, ସି ଶୂଦ୍ର, ଡି ଅନୁସୂଚିତ ଜାତି। ତାହେଲେ କ'ଣ କୁହାଯାଏ ପିଲେ? ଏ ଅନୁସୂଚିତ ଜାତି କୁହାଯାଏ ସେମାନଙ୍କୁ। ତାହେଲେ ଏଇଟା ହେଉଛି ଠିକ୍ ଉତ୍ତର। 42 নম্বର ପ୍ରଶ୍ନ, ଜାତି ବ୍ୟବସ୍ଥାରେ ପ୍ରତ୍ୟେକ ଜାତିର ଏକ ନିଜସ୍ୱ ଜାତିଗତ ସଂଗଠନ ରହିଥାଏ, ତାକୁ କ'ଣ କହନ୍ତି? ଏ ଶ୍ରେଣୀ, ବି ବର୍ଣ୍ଣ, ସି ଜାତି ପଞ୍ଚାୟତ, ଡି ବର୍ଗ।
ताहले ठीक उत्तर कौन पिले ये जिनस को कौन कहा जाए संगठन को जाति पंचायत बोली कहा जाए सीटा हूँ ठीक उत्तर 43 नंबर प्रश्न में देखा मोबाइल स्क्रीन अच्छी श्रेणी एक निर्दिष्ट सामाजिक मर्यादा उपभोग करुवा एक दल यह किए कही ऑप्शन गुड़िक है कार्ल मार्क्स वेबर ऑकबर्न मैकाइवर ताहले 43 नंबर प्रश्न ठीक उत्तर होची ये कथा किए कही मैकाइवर कही डीटा हूँ ठीक उत्तर 44 नंबर प्रश्न निम्नलिखित लक्षण मध्यरु केउटी श्रेणीर लक्षण ए स्वगोत्र विवाह बी कठोर संरचना सी अर्जित प्रस्थिति डी वंशानुक्रमिक प्रस्थिति ताहले कौन कह पिले ये निम्नलिखित मध्य केउटी श्रेणीर लक्षण अर्जित प्रस्थिति होउची श्रेणीर लक्षण 45 नंबर प्रश्न सामाजिक श्रेणी होउची एक समुदायर जेकोसी अंश जहाँकि सामाजिक परिस्थिति द्वारा अन्य वंश ठारू चिन्हित होता है श्रेणीर यही संज्ञा किए नहीं ए कार्ल मार्क्स बी मैकाइवर एवं पेज सी ऑकबर्न डी सी.एच. कुले ताहले एटा किए नहीं पिले मैकाइवर एवं पेज बीटा हूँ ठीक उत्तर 46 नंबर प्रश्न किए विश्वायन प्रक्रियार पिता भाव परिचित ए रोनाल्ड रॉबर्टसन बी थॉमसन सी रिचार्ड निक्सन डी डब्ल्यू नी थॉमस ताहले क्या कहुए पिले रोनाल्ड रॉबर्टसन को कहुए कारण से विश्वायन शब्द से प्रथम बाहर करते 47 नंबर प्रश्न जगतीकरण क्यों प्रक्रिया अटे ए सरल बी जटिल सी यौगिक डी कौनसी नुही ताहले जगतीकरण एक जटिल प्रक्रिया अटे बीटा हूँ ठीक उत्तर 48 नंबर प्रश्न स्वाधीनता पर भारत शिल्प क्षेत्र में क्यों स्वतंत्र भूमिका प्रति गुरुत्व दिए ए शिल्पर विकास बी शिल्पायन सी उभय ए बी ए समस्त ताहले 48 नंबर प्रश्न ठीक उत्तर कोटा पिले हम शिल्पायन हाँ शिल्पायन उपरे गुरुत्व दिया हुए 49 नंबर प्रश्न शिल्पायन प्राधान्य दायी क्योंटी ए आधुनिकीकरण बी बाह्य प्रभाव सी कृषि विकास डी ए समस्त ताहले शिल्पायन प्राधान्य पिले आधुनिकीकरण भी दायी बाह्य प्रभाव भी दायी कृषि विकास भी दायी ताहले ए समस्त दायी डीटा हूँ ठीक उत्तर बर्तमान देखिए 50 नंबर प्रश्न ए वीडियो शेष प्रश्न शिल्पायन वैशिष्ट्य क्योंटी ए शिल्प लाइसेंस व्यवस्था बी विदेशी निवेश सी विदेशी प्रजुक्ति ज्ञान डी ए समस्त 50 नंबर प्रश्नर ठीक उत्तर होउची ए समस्त होउची शिल्पायन वैशिष्ट्य डीटा होउची ठीक उत्तर एथि सहित आज एतिकी नेक्स्ट वीडियो रे पुणी देखा हम गॉड ब्लेस यू थैंक्स फॉर वाचिंग बाय।